ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଶୁଣିବା କବିତା ଅସ୍ମିତାର ଅସ୍ତିତ୍ୱ। ମୁଁ ଡକ୍ଟର ସତ୍ୟନାରାୟଣ ମଲ୍ଲିକ। ଆମ ସଂସ୍କୃତିର ବୈଶିଷ୍ଟ୍ୟ ସତ୍ୟମେବ ଜୟତେ, ବିଭିନ୍ନତା ମଧ୍ୟରେ ଏକତା ରହିଅଛି ଭାରତେ। ସମ୍ବିଧାନେ ଆମ ରହିଛି ଧର୍ମ ନିରପେକ୍ଷତା, ସର୍ବଧର୍ମ ସମନ୍ୱିତ ଆମ ଦେଶ ସଭ୍ୟତା। ଅତିଥି ଅଟନ୍ତି ଦେବତା, ପୂଜନୀୟ ସର୍ବଦା, ଭାରତ ଭୂଇଁରେ ରହିଛି ଅପୂର୍ବ ମହାନତା। ବିଶ୍ୱକୁ ଦେଇଛି ଚେତନା, ବିଶ୍ୱ ଏକ କୁଟୁମ୍ବ, ବିଶ୍ୱଗୁରୁ ହୋଇ ରହିବ ଆମ ଭାରତବର୍ଷ। ବାପୁଙ୍କ ଆଦର୍ଶ ଅହିଂସା, ହିଂସାର ନାହିଁ ସ୍ଥାନ, ଅହିଂସା ଦିବସ ବାରତା ବିଶ୍ୱେ ହେଲା ବିଦିତ। ଜ୍ଞାନର ଭଣ୍ଡାର ଭାରତ, ଦେଲା ମୁକ୍ତିର ମନ୍ତ୍ର, ସାବିଦ୍ୟା ଯା ବିମୁକ୍ତ ହେତ, ବିଶ୍ୱ ପାଇଁ ଆଲୋକ। ସ୍ୱାସ୍ଥ୍ୟ ପାଇଁ ଯୋଗ ଲୋଡ଼ାତ, ବୁଝି ପାରିଛି ବିଶ୍ୱ, ମାନବ ସମାଜ ସେବାରେ ଭାରତ ହେବ ଶ୍ରେଷ୍ଠ। ମୋ ଦେଶ ଆହ୍ୱାନ ଦେଇଛି ବିଶ୍ୱ ଭାତୃତ୍ୱ ଭାବ, ପଞ୍ଚଶୀଳ ନୀତି ରଖିଲା ଶାନ୍ତି ମୈତ୍ରୀ ସନ୍ଦେଶ। ସୁନ ଆବିଷ୍କାର ହୋଇଲା ଏତ ଭୂତ ଗୌରବ, ଚନ୍ଦ୍ରର ଦକ୍ଷିଣ ମେରୁରେ ଆମ ବିକ୍ରମ ଯାନ। ଜନନୀ ଜନମ ଭୂଇଁତ ସରଗଠୁ ମହାନ, ଜନନୀ ଜନମ ଭୂଇଁତ ସରଗଠୁ ମହାନ। ଭାରତ ମାତାର ସପନ ହେବା ବିଶ୍ୱେ ନାୟକ, ଭାରତ ମାତାର ସପନ ହେବା ବିଶ୍ୱେ ନାୟକ। ସମସ୍ତଙ୍କୁ ଧନ୍ୟବାଦ।